ଦହିବରା ବାଲା ଜଣେ ଗାଁକୁ ଆସିଥିଲେ ଆଉ ଛୁଆମାନେ ସବୁ ଖାଇଲେ। ଛୁଆମାନେ ଖୁସିରେ ମୋତେ ଦେଲେ ଟିକେ ମୁଁ ଖାଇ ଦେଇଥିଲି ଛୁଆଙ୍କ କତିରେ। ଆଉ ରାତି ବି 12ଟା ଖଣ୍ଡେ ଯେତେବେଳେ ହେଇଛି ଜ୍ୱର ହେଲା, ମୁଣ୍ଡ ବୁଲେଇଲା, ଦେହ ହାତ ବିନ୍ଧା ହେଲା, ଦେହ ହାତ ଥରିଲା, ଏମିତି ସବୁ ହେଲା ଆଉ ବାନ୍ତି ହେଲା। ଦହିବରା ଖାଇଥିଲି 10:30 ବେଳେ, ତାପରେ ରାତି 4ଟା 4:30 ବେଳେ ଯେଉଁ ବାନ୍ତି ଝାଡ଼ା ହେଲା, ତାପରେ ସକାଳୁ ଆସି ମେଡ଼ିକାଲ ଅଛି। ଦହିବରା କୋଉ ଜାଗାରେ ଖାଇଥିଲ? ଘର ପାଖରେ ସେ ବିକାବାଲା ହେଇଥିଲା। ଦହିବରା ଆଉ ରୁଟି ସକାଳ 10ଟା ଭିତରେ ଖାଇଥିଲି। ଖାଇସାରିଲା ପରେ ଗାଧୁଆ ବେଳକୁ ଫେରେ ମୁଁ ଖାଇସାରିକି ଦୋକାନକୁ ଗଲି। ଭାତ ଯାହା ତରକାରୀ ଫରକାରୀ ସବୁ ଖାଇଦେଇ ଗଲି ଦୋକାନକୁ। ଦୋକାନରେ ପହଞ୍ଚିବା 1.5 ଘଣ୍ଟା 4ଟା ସମୟରେ ପେଟଟା ଟିକେ କାଟିଦେଲା। ପେଟ ଯଦି କାଟିଦେଲା, ସାନ ଭାଇ ଥିଲା, ମୁଁ ତାକୁ କହିଲି ମୁଁ ବାବୁ ମୁଁ ଟିକେ ଆସୁଛି ଘରୁ। ଆଉ ଆସିକି ଝାଡ଼ା ଗଲି, ପୁରା ପତଳା ଝାଡ଼ା ହେଲା। ପୁରା ପତଳା ଝାଡ଼ା ହେଲା। ତାପରେ ତା ଅଧଘଣ୍ଟା 15 ମିନିଟ୍ରେ ଝାଡ଼ା ଗଲା। ମୁଁ ପେଟ ପାଣି କରି ପକେଇଲି। ପେଟ ପାଣି କରିକି ଆମ ପୁଅ ଓଟୁ ଥିଲା ଗୋଟେ ଦେଲା, ଆଉ ତାକୁ ଖାଇଥିଲି। ତାପରେ ତ ପେଟ ଯନ୍ତ୍ରଣା ପ୍ରବଳ ହେଲା, ଆଉ ମୁଣ୍ଡଟା ଭାରି ଲାଗି ମୁଣ୍ଡ ପ୍ରବଳ ଯନ୍ତ୍ରଣା ହେଲା। ଆଉ ସକାଳୁ ପୁଅ ନେଇ ଆସିଲା ମେଡ଼ିକାଲକୁ। ପ୍ରଥମେ ରାତିରେ ଆସିଥିଲେ 3 ଜଣ, ସେମାନେ ଷ୍ଟେବୁଲ୍ ଅଛନ୍ତି। ସେମାନେ ଘରକୁ କହିଲେ ଆମ ଭଲ ଲାଗୁଛି, ସେମାନେ ପଳେଇଲେ, ସେମାନେ ଅଛନ୍ତି। ତାପରେ ଆମର ଏବେ ଅଛନ୍ତି ବେଡ଼୍ରେ 6 ଜଣ ଅଛନ୍ତି, ଆଉ ରେଫର୍ ହେଇଛନ୍ତି 6 ଜଣ। ତାପରେ ଏବେ ପୁଣି 6 ଜଣ ରେଫର୍ ହେଇଛନ୍ତି, ଆଉ ସମସ୍ତେ ଷ୍ଟେବୁଲ୍ ଅଛନ୍ତି। ଟିକେ ସୋର୍ସ ହେଉଛି ଇନଫେକ୍ସନ୍। ଗୋଟେ ଦହିବରା କିଏ ଦେଇଛି, ସେ ଯେତେ ଜଣ ଖାଇଛନ୍ତି ସମସ୍ତେ, ଏଭ୍ରିବଡ଼ି ଇଜ୍ ଆଫେକ୍ଟେଡ଼୍, ସମସ୍ତେ ହେଇଛନ୍ତି ଯେତେ ଲୋକ ଖାଇଛନ୍ତି।